ପଛରେ ଟିକେ ଆଗରେ ଟିକେ ପାପାର ଗାଡି ବାହାରିଲା ବେଳକୁ ୟଶ ରେଡି ଆଲାରାମ ବାଜୁଛି। ଟିକେ ଆଗରେ ବସିବ ଅଧବାଟ ଆଉ ଅଧବାଟ ପଛରେ ବସିବ। ଆଜି ଯେହେତୁ ସଂକ୍ରାନ୍ତି ଥିଲା ତ ସକାଳୁ ସମସ୍ତେ ମିଶିକି ଯାଇଥିଲୁ ଶିବ ମନ୍ଦିର। ୟଶକୁ ମତେ ଆଉ କିଛି ଶିଖିବାକୁ ପଡୁନି, ପ୍ରାୟତଃ ପୂଜା ପର୍ବରେ ମନ୍ଦିର ଯାଇ ସେ ବି ଅଭ୍ୟସ୍ତ ହେଇଗଲାଣି। ପ୍ରଥମେ ଠାକୁରଙ୍କ ଦର୍ଶନ କରିବ, ତାପରେ ଚତୁର୍ପାର୍ଶ୍ୱରେ ଥିବା ଠାକୁରଙ୍କୁ ଦର୍ଶନ କରିବ। ମନ୍ଦିରରେ ପୂଜା ସାରି ଫେରିଲା ବେଳକୁ ପାଖ ଦୋକାନରୁ ନେଇଥିଲୁ ଇଟିଲି ଆଉ ତରକାରୀ, କାରଣ ସକାଳ ରୋଷେଇ କରିବାକୁ ହେଇଥିଲା ଟିକେ ଆଜି ଡେରି। ଆମ ଓଡିଆ ଲୋକଙ୍କ ମତରେ ଯେକୌଣସି ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ ପ୍ରଥମେ ମିଠାରୁ ହିଁ ଆରମ୍ଭ ହୋଇଥାଏ। ୟଶ ଆଜି ଫାଷ୍ଟ ଡେ ଥିଲା ଟ୍ୟୁସନରେ, ସେଥିଲାଗି ମୋ ମିଠା କରିବା ପାଇଁ ନେଇଥିଲି ଛେନାପୋଡ। ଭଲରେ ଭଲରେ ୟଶ ବାବୁ ଆମର ରେଡି ହେଇ ବାହାରି ପଡିଲେ ପାଠ ପଢିବାକୁ ଯିବେ ଟ୍ୟୁସନ। ଠିକ ଛାଡିକି ଆସିବା 10 ମିନିଟ ପରେ ଫୋନ ଆସିଲା ମିସ୍ କର। ଷ୍ଟୁଡେଣ୍ଟଙ୍କର ଚାଲିଛି ଏଠି ଜୋରସୋରରେ କ୍ରନ୍ଦନ, ପାଠ ପଢାରେ ବିଲକୁଲ ଲାଗୁନାହିଁ ମନ। ପ୍ରଥମେ ଯାହା ବି ହେଲେ ସମୟ ଲାଗିବ ହବା ପାଇଁ ତାକୁ ଟିକେ ମନ। ହଠାତ୍ ସନ୍ଧ୍ୟାରେ ଆଜି ହେଇଥିଲା ଗୋଟେ ଅଘଟଣ। ଦିଅର ବାବୁଙ୍କ ଫୋନରେ ପାଣି ପଶି କଟି ଯାଇଥିଲା ତାଙ୍କ ଡିସପ୍ଲେଟି। ଆଜିକାଲିକା 5G ଟ୍ରେଣ୍ଡିଂ ଜମାନାରେ ବିନା ଖାଦ୍ୟରେ ରହି ହେଇଯିବ ଗୋଟେ ଦିନ, କିନ୍ତୁ ବିନା ମୋବାଇଲରେ ଚାକିରି କରିବା ଗୋଟେ ଦିନ ପୁରା ଅସମ୍ଭବ। ଆମେ ଆସିଥିଲୁ ବାଦାମବାଡି ମୋବାଇଲ ମାନେ ସାମସଙ୍ଗ ଗ୍ୟାଲାକ୍ସି କେୟାର। ସାମସଙ୍ଗ ହଉଛି ଆମର ଘରୋଇ ବ୍ରାଣ୍ଡ। ରଫ୍ ଆଣ୍ଡ ଟଫ୍ ୟୁଜ କରିବା ପାଇଁ ସାମସଙ୍ଗ ଟା ହିଁ ବେଷ୍ଟ। ଦି ଭାଇଙ୍କର ବହୁତ ସମୟ ଡିସ୍କସନ ପରେ ଚଏସ ହେଇଥିଲା ଏଇ ସେଟଟି। ସ୍ଲିମ୍ ଆଉ ଲୁକ୍ ଟା ବହୁତ ବଢିଆ ଥିଲା। ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ଠିକ ମୋବାଇଲ ସପିଂ କରି ବାହାରିଲା ବେଳକୁ ବର୍ଷା ବହୁତ ଜୋରସେ ହେଲା। ଆଜିର ବ୍ଲଗଟି ଏଇଠି ଶେଷ ହେଲା। ଲାଇକ୍ ଆଉ ସବସ୍କ୍ରାଇବ କରିବାକୁ ଜମାରୁ ଭୁଲିବେନି। ରହୁଛି, ବାଇ ବାଇ, ଜୟ ଜଗନ୍ନାଥ।